ଇଡିଏନ୍ ଟେକ୍ ୟୁଟ୍ୟୁବ ଚ୍ୟାନେଲରେ ତୁମ ସମସ୍ତଙ୍କୁ ପୁଣି ଥରେ ସ୍ୱାଗତ। ସମସ୍ତଙ୍କୁ ଜୟ ଜଗନ୍ନାଥ। ତେବେ ଆଜିର ଭିଡ଼ିଓ ଟପିକରେ ଆମେ ପ୍ଲସ୍ ଟୁ ଫାର୍ଷ୍ଟ ଇୟର ଆର୍ଟ୍ସ ଷ୍ଟ୍ରିମ୍ର ପଲିଟିକାଲ ସାଇନ୍ସ ଇଲେକ୍ଟିଭ ସବଜେକ୍ଟର ୟୁନିଟ୍ 1ରେ ଥିବା ଚାପ୍ଟର 3ର ରାଷ୍ଟ୍ର ଥିଲା ଏବଂ ରାଷ୍ଟ୍ରର କାର୍ଯ୍ୟାବଳୀର ପ୍ରକୃତି। ଏହି ପାଠଟିରେ ରହିଛି ବ୍ୟକ୍ତିବାଦ, ଜନମଙ୍ଗଳ ରାଷ୍ଟ୍ର ଆଉ ଜଗତୀକରଣ। ଏହି ଚାପ୍ଟର 3 ପାଠଟିର ଇମ୍ପୋର୍ଟାଣ୍ଟ 3 ମାର୍କ କ୍ୱେଶ୍ଚିନ୍ ଏବଂ ଆନ୍ସର ଡିସ୍କସନ୍ କରିବା। ତେଣୁକରି ଭିଡ଼ିଓଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ପୁରା ଦେଖ। ତେବେ ରାଷ୍ଟ୍ର ପାଠଟିର 3 ମାର୍କ ପ୍ରଶ୍ନ ଉତ୍ତର ମୁଁ ଗଲା ଭିଡ଼ିଓ ଟପିକରେ ଆଲୋଚନା କରିଥିଲି। ଯେଉଁମାନେ ଦେଖିନାହ ମୋ ଚ୍ୟାନେଲ ଭିଡ଼ିଓ ଲିଷ୍ଟରେ ଅଛି, ସେଠି ଯାଇ ଦେଖିପାରିବ। ତେବେ ଯେଉଁମାନେ ଚ୍ୟାନେଲରେ ନୂଆ ଆସିଛ, ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ କର, ଭିଡ଼ିଓକୁ ଲାଇକ୍ କର ଏବଂ ଅନ୍ୟମାନଙ୍କୁ ମଧ୍ୟ ସେୟାର କର। ଯଦି କୌଣସି ଡାଉଟ୍ ରୁହେ କମେଣ୍ଟ କରି ଜଣାଅ। ତେବେ ଚାଲ ଆଜିର ଭିଡ଼ିଓ ଟପିକରେ ଆମେ ୟୁନିଟ୍ 1ରେ ଥିବା ଚାପ୍ଟର 3 ପାଠର ରାଷ୍ଟ୍ରର କାର୍ଯ୍ୟାବଳୀରେ ପ୍ରକୃତିରେ ବ୍ୟକ୍ତିବାଦ, ଜନମଙ୍ଗଳ ରାଷ୍ଟ୍ର, ଜଗତୀକରଣ ଏହି ପାଠଟିର ମୋଷ୍ଟ ଇମ୍ପୋର୍ଟାଣ୍ଟ 3 ମାର୍କ ପ୍ରଶ୍ନ ଏବଂ ଉତ୍ତର ପଏଣ୍ଟ ୱାଇଜ ଆମେ ଆଲୋଚନା କରିବା। ତେବେ ପ୍ରଶ୍ନ ନମ୍ବର 1 ହେଲା ବ୍ୟକ୍ତିବାଦର ଅର୍ଥ କ'ଣ ବୁଝାଅ। ତେବେ ଏହାର ଆନ୍ସର ହେଲା ପଏଣ୍ଟ 1ରେ ମାନବିକ ବ୍ୟକ୍ତିତ୍ୱର ମୂଲ୍ୟବୋଧ ଓ ସ୍ୱାଧୀନତା ଉପରେ ପ୍ରତିଷ୍ଠିତ ସାମାଜିକ ତଥା ରାଜନୈତିକ ସିଦ୍ଧାନ୍ତକୁ ବ୍ୟକ୍ତିବାଦ କୁହାଯାଏ। ମନେ ରଖ ପିଲାମାନେ, ମାନବିକ ବ୍ୟକ୍ତିତ୍ୱ ମୂଲ୍ୟବୋଧ ଓ ସ୍ୱାଧୀନତା ଉପରେ ପ୍ରତିଷ୍ଠିତ ସାମାଜିକ ତଥା ରାଜନୈତିକ ସିଦ୍ଧାନ୍ତକୁ ବ୍ୟକ୍ତିବାଦ କୁହାଯାଏ। ପଏଣ୍ଟ 2ରେ ରାଷ୍ଟ୍ରର କାର୍ଯ୍ୟ ପରିସର ସଂକ୍ରାନ୍ତୀୟ ଏହି ତତ୍ତ୍ୱ ବ୍ୟକ୍ତିର ସ୍ୱାଧୀନତା ଉପରେ ଗୁରୁତ୍ୱ ପ୍ରଦାନ କରିଥାଏ। ପଏଣ୍ଟ 3ରେ ବ୍ୟକ୍ତିବାଦ ଅନୁସାରେ ରାଷ୍ଟ୍ର ଏକ ଆବଶ୍ୟକୀୟ ମନ୍ଦ ଅନୁଷ୍ଠାନ। ଯେହେତୁ ବ୍ୟକ୍ତିବାଦ ବ୍ୟକ୍ତିକୁ ଅଧିକ ଗୁରୁତ୍ୱ ଦେଇଥାଏ, ବ୍ୟକ୍ତିର ସ୍ୱାଧୀନତାକୁ ଅଧିକ ଗୁରୁତ୍ୱ ଦେଇଥାଏ, ତେଣୁ ବ୍ୟକ୍ତିବାଦ ଅନୁସାରେ ରାଷ୍ଟ୍ର ହେଉଛି ଏକ ଅତ୍ୟାବଶ୍ୟକ ମନ୍ଦ ଅନୁଷ୍ଠାନ। ତାପରେ ପଏଣ୍ଟ 4ରେ ତେଣୁ ବ୍ୟକ୍ତିର ବ୍ୟକ୍ତିତ୍ୱର ବିକାଶ ପାଇଁ ବ୍ୟକ୍ତିକୁ ରାଷ୍ଟ୍ର ନିୟନ୍ତ୍ରଣରୁ ମୁକ୍ତ ରଖିବା ଉଚିତ। ଯେହେତୁ ଗୋଟିଏ ଦେଶ ବା ରାଷ୍ଟ୍ର ତାର ନାଗରିକ ବା ବ୍ୟକ୍ତିମାନଙ୍କୁ ବିଭିନ୍ନ ଆଇନ କାନୁନ ଅନୁସାରେ ନିୟନ୍ତ୍ରଣ କରିଥାଏ, ତେଣୁକରି ବ୍ୟକ୍ତିବାଦ ଅନୁସାରେ ବ୍ୟକ୍ତିର ବ୍ୟକ୍ତିତ୍ୱର ବିକାଶ ପାଇଁ ବ୍ୟକ୍ତିକୁ ରାଷ୍ଟ୍ର ନିୟନ୍ତ୍ରଣରୁ ମୁକ୍ତ ରଖିବା ଉଚିତ ବୋଲି ବ୍ୟକ୍ତିବାଦ କହିଥାଏ। ପଏଣ୍ଟ 5ରେ ରାଷ୍ଟ୍ର କେବଳ ପ୍ରତିରକ୍ଷା ଓ ଆଭ୍ୟନ୍ତରୀଣ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ କାର୍ଯ୍ୟ କରିବା ଉଚିତ ବ୍ୟକ୍ତିବାଦ ଅନୁସାରେ। ପଏଣ୍ଟ 6ରେ ଏହି ତତ୍ତ୍ୱକୁ ସ୍ୱାଚ୍ଛନ୍ଦ୍ୟ ନୀତି ବା ଲେସେ ଫେ ତତ୍ତ୍ୱ ବୋଲି କୁହାଯାଏ। ତେବେ ଇଏ ଥିଲା ବ୍ୟକ୍ତିବାଦର ଅର୍ଥ। ବ୍ୟକ୍ତିବାଦର ଅର୍ଥ ଅନୁସାରେ ବ୍ୟକ୍ତିକୁ ରାଷ୍ଟ୍ର ନିୟନ୍ତ୍ରଣରୁ ମୁକ୍ତ କରିଦେବା ଉଚିତ। ରାଷ୍ଟ୍ର ବା ଦେଶ କେବଳ ପ୍ରତିରକ୍ଷା ମାନେ ଦେଶର ସୁରକ୍ଷା ଆଉ ଦେଶ ମଧ୍ୟରେ ଘଟୁଥିବା ବିଶୃଙ୍ଖଳାର ଶାନ୍ତି ଶୃଙ୍ଖଳା ରକ୍ଷା କରିବା କଥା ଉଚିତ। ରାଷ୍ଟ୍ରକୁ ପୁରାପୁରି ସ୍ୱାଧୀନ ଛାଡ଼ିଦେବା ଉଚିତ ବୋଲି ବ୍ୟକ୍ତିବାଦ କହିଥାଏ। ତାପରେ ଆସିଲା ପ୍ରଶ୍ନ ନମ୍ବର 2। ପ୍ରଶ୍ନ ନମ୍ବର 2ରେ ବ୍ୟକ୍ତିବାଦ ଅନୁସାରେ ରାଷ୍ଟ୍ରର କାର୍ଯ୍ୟ ବର୍ଣ୍ଣନା କର। ମାନେ ବ୍ୟକ୍ତିବାଦ ଅନୁସାରେ ରାଷ୍ଟ୍ରର କାର୍ଯ୍ୟ କ'ଣ ହେବା ଉଚିତ। ତେବେ ଏହାର ଉତ୍ତର ହେଲା ଯେ ବ୍ୟକ୍ତିବାଦ ଅନୁସାରେ ରାଷ୍ଟ୍ର ଏକ ପୋଲିସ ବା ରାତ୍ରି ଜଗୁଆଳ ପରି କାର୍ଯ୍ୟ କରିବା ଉଚିତ। ତେଣୁ ବ୍ୟକ୍ତିବାଦୀ ରାଷ୍ଟ୍ର ନିମ୍ନଲିଖିତ କାର୍ଯ୍ୟ ସମ୍ପାଦନା କରିଥାଏ। କ'ଣ ନା, 1 ହେଲା ଯେ ଆଭ୍ୟନ୍ତରୀଣ ଶାନ୍ତି ଶୃଙ୍ଖଳା ରକ୍ଷା କରିବା, 2 ହେଲା ବହିଃଶତ୍ରୁ ଆକ୍ରମଣରୁ ରାଷ୍ଟ୍ରକୁ ସୁରକ୍ଷା କରିବା, 3ରେ ଆଇନର ଶାସନ ପ୍ରବର୍ତ୍ତନ କରିବା ଏବଂ 4ରେ ଆଇନ ଅନୁମୋଦିତ ଚୁକ୍ତିକୁ କାର୍ଯ୍ୟକାରୀ କରିବା। ଇଏ ଥିଲା ବ୍ୟକ୍ତିବାଦ ମତ ଅନୁସାରେ ରାଷ୍ଟ୍ରର କାର୍ଯ୍ୟ, ଯେ ବ୍ୟକ୍ତିକୁ ରାଷ୍ଟ୍ର ତାର ନିୟନ୍ତ୍ରଣରୁ ମୁକ୍ତ କରି ଏଇଭଳି ଭାବେ ଦେଶ ପାଇଁ ଏଇଭଳି ଭାବେ ଦେଶ ନିଜ ପାଇଁ କାର୍ଯ୍ୟ କରିବା ଉଚିତ ବୋଲି ବ୍ୟକ୍ତିବାଦ ସୂଚନା ଦେଇଥାଏ। ତାପରେ ଆସିଲା ପ୍ରଶ୍ନ ନମ୍ବର 3। ପ୍ରଶ୍ନ ନମ୍ବର 3 ହେଲା ଯେ ବ୍ୟକ୍ତିବାଦର ସମାଲୋଚନା କାହିଁକି କରାଯାଇଛି। ବ୍ୟକ୍ତିବାଦକୁ କାହିଁକି ସମାଲୋଚନା କରାଯାଇଛି, କ୍ରିଟିସାଇଜ କରାଯାଇଛି। ତେବେ ଏହାର ଉତ୍ତର ହେଲା ଯେ ମାନବିକ ମୂଲ୍ୟବୋଧ ଓ ବ୍ୟକ୍ତି ସ୍ୱାଧୀନତା ଉପରେ ଗୁରୁତ୍ୱ ପ୍ରଦାନ କରୁଥିବା ବ୍ୟକ୍ତିବାଦ ତତ୍ତ୍ୱକୁ ନିମ୍ନଲିଖିତ କାରଣ ଯୋଗୁଁ ସମାଲୋଚନା କରାଯାଇଥାଏ। କାରଣ ହେଲା 1 ଯେ ବ୍ୟକ୍ତିବାଦ ରାଷ୍ଟ୍ରକୁ ଏକ ଅତ୍ୟାବଶ୍ୟକ ମନ୍ଦ ଅନୁଷ୍ଠାନରେ ପରିଗଣିତ କରିଥାଏ। ପଏଣ୍ଟ 2ରେ ଏହା ରାଷ୍ଟ୍ରର ଗୁରୁତ୍ୱକୁ ଭୁଲି ରାଷ୍ଟ୍ରକୁ ଏକ ରାତ୍ରି ଜଗୁଆଳୀର ଭୂମିକା ପ୍ରଦାନ କରିଥାଏ। ପଏଣ୍ଟ 3 ବ୍ୟକ୍ତିକୁ ନିଜର ବିଚାରକ କହିବା ଭ୍ରାନ୍ତିମୂଳକ ଅଟେ। ପଏଣ୍ଟ 4 ଅର୍ଥନୈତିକ କ୍ଷେତ୍ରରେ
ଅବାଧ ପ୍ରତିଯୋଗିତା ସମାଜରେ ଆର୍ଥିକ ବିଶୃଙ୍ଖଳା ସୃଷ୍ଟି କରିଥାଏ। ଏବଂ ପଏଣ୍ଟ 5ରେ ଯୋଗ୍ୟତମ ବ୍ୟକ୍ତିର ଉଦ୍ବୋଧନ ନୀତି ସମ୍ପୂର୍ଣ୍ଣ ଅବାସ୍ତବ ଅଟେ। ତେଣୁକରି ବ୍ୟକ୍ତିବାଦକୁ ସମାଲୋଚନା କରାଯାଇଛି। ଯେହେତୁ ବ୍ୟକ୍ତିବାଦ ବ୍ୟକ୍ତିକୁ ପୁରା ରାଷ୍ଟ୍ର ଠାରୁ ବା ଦେଶ ଠାରୁ ମୁକ୍ତ କରିବାକୁ ଚାହିଁ ଦେଶକୁ ଗୋଟିଏ ରାତ୍ରି ଜଗୁଆଳି ବା ରାଷ୍ଟ୍ରକୁ ରାତ୍ରି ଜଗୁଆଳି ଭାବରେ ଭୂମିକା ଭାବରେ ପ୍ରଦାନ କରିଥାଏ ଏବଂ ଅତ୍ୟାବଶ୍ୟକ ମନ୍ଦ ଅନୁଷ୍ଠାନ କରିଥାଏ। ତେଣୁକରି ବ୍ୟକ୍ତିବାଦ ସମାଲୋଚନା ହୋଇଛି। ତା ସହିତ ଅର୍ଥନୈତିକ କ୍ଷେତ୍ରରେ ଅବାଧ ପ୍ରତିଯୋଗିତା, ଯେତେବେଳେ ଗୋଟେ ଦେଶ ବା ରାଷ୍ଟ୍ର ବ୍ୟକ୍ତିକୁ ସମ୍ପୂର୍ଣ୍ଣ ଭାବରେ ସ୍ୱାଧୀନତା ପ୍ରଦାନ କରିଦେବ, ତେବେ ବ୍ୟକ୍ତି ଅର୍ଥନୈତିକ କ୍ଷେତ୍ରରେ ବା ଟଙ୍କା କାରବାର କ୍ଷେତ୍ରରେ ଅବାଧ ପ୍ରତିଯୋଗିତା ସୃଷ୍ଟି କରିବ, ଯାହାଫଳରେ ସମାଜରେ ବିଶୃଙ୍ଖଳା ସୃଷ୍ଟି ହବ। ତେଣୁକରି ଏ ମଧ୍ୟ ବ୍ୟକ୍ତିବାଦକୁ ସମାଲୋଚନା କରିବାର ଗୋଟେ ସୂଚନା ଅଟେ। ତାପରେ ଆସିଲା ପ୍ରଶ୍ନ ନମ୍ବର 4 ଯେ ସମାଜବାଦର ଅର୍ଥ କଣ ବୁଝାଅ। ସମାଜବାଦର ଅର୍ଥ କଣ ବୁଝାଅ। ତେବେ ଏହାର ଉତ୍ତର ହେଲା ପଏଣ୍ଟ 1 ରାଷ୍ଟ୍ରର କାର୍ଯ୍ୟ ପରିସର ସଂକ୍ରାନ୍ତୀୟ ବ୍ୟକ୍ତିବାଦ ତତ୍ତ୍ୱକୁ ବିରୋଧ କରି ସୃଷ୍ଟି ହୋଇଥିବା ରାଜନୈତିକ ତତ୍ତ୍ୱକୁ ସମାଜବାଦ ତତ୍ତ୍ୱ କୁହାଯାଏ। ଏହି ବ୍ୟକ୍ତିବାଦ ତତ୍ତ୍ୱକୁ ବିରୋଧ କରି ରାଷ୍ଟ୍ରର କାର୍ଯ୍ୟକୁ ଗୁରୁତ୍ୱ ଦେଇ ଯେଉଁ ରାଜନୈତିକ ତତ୍ତ୍ୱ ସୃଷ୍ଟି ହେଲା ତାକୁ ସମାଜବାଦ କୁହାଯାଏ। ପଏଣ୍ଟ 2ରେ ଏହି ତତ୍ତ୍ୱ ସମାଜ ବା ରାଷ୍ଟ୍ରକୁ ବ୍ୟକ୍ତି ଅପେକ୍ଷା ଅଧିକ ଗୁରୁତ୍ୱ ଦେଇଥାଏ। ସମାଜବାଦ ସମାଜ ବା ରାଷ୍ଟ୍ରକୁ ବ୍ୟକ୍ତି ଅପେକ୍ଷା ଅଧିକ ଗୁରୁତ୍ୱ ଦେଇଥାଏ। ପଏଣ୍ଟ 3ରେ ଏହି ମତବାଦ ଅନୁସାରେ ରାଷ୍ଟ୍ର ଏକ ଆବଶ୍ୟକୀୟ ସୁବ୍ୟବସ୍ଥା। ସମାଜବାଦ ମତବାଦ ଅନୁସାରେ ରାଷ୍ଟ୍ର ହେଉଛି ଏକ ଆବଶ୍ୟକୀୟ ସୁବ୍ୟବସ୍ଥା। ତେଣୁ ରାଷ୍ଟ୍ର ସମସ୍ତ ଉତ୍ପାଦନ ଓ ବଣ୍ଟନକୁ ନିୟନ୍ତ୍ରଣ କରିବା ଉଚିତ। ପଏଣ୍ଟ 4ରେ ସାମାଜିକ ନ୍ୟାୟ ଓ ଅର୍ଥନୈତିକ ସମାନତା ପ୍ରତିଷ୍ଠା ସମାଜବାଦର ସାରାଂଶ ଅଟେ। ପଏଣ୍ଟ 5ରେ ସମାଜବାଦୀ ରାଷ୍ଟ୍ର ବ୍ୟକ୍ତିର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ବହନ କରିଥାଏ। ତେବେ ଇଏ ଥିଲା ସମାଜବାଦର ଅର୍ଥ, ଯାହା ବର୍ତ୍ତମାନ ଆମେ ଆଲୋଚନା କଲେ। ତାପରେ ଆସିଲା ଆମର ପ୍ରଶ୍ନ ନମ୍ବର 5। ପ୍ରଶ୍ନ ନମ୍ବର 5 ହେଉଛି ଜନମଙ୍ଗଳ ରାଷ୍ଟ୍ର କହିଲେ କଣ ବୁଝ। ୱେଲଫେୟାର ଷ୍ଟେଟ୍, ହ୍ୱାଟ ଇଜ ୱେଲଫେୟାର ଷ୍ଟେଟ୍ ବା ଜନମଙ୍ଗଳ ରାଷ୍ଟ୍ର କହିଲେ କଣ ବୁଝ। ତେବେ ଉତ୍ତର ହେଲା ପଏଣ୍ଟ 1ରେ ଯେଉଁ ରାଷ୍ଟ୍ର ତାର ପ୍ରତ୍ୟେକ ନାଗରିକଙ୍କୁ ସର୍ବନିମ୍ନ ଜୀବନଯାପନ ସୁବିଧା ପ୍ରଦାନ କରିବା ସହିତ ସର୍ବାଧିକ ସାମାଜିକ ସେବା ପ୍ରଦାନ କରିଥାଏ ତାହାକୁ ଜନମଙ୍ଗଳ ରାଷ୍ଟ୍ର କୁହାଯାଏ। ପିଲାମାନେ ମନେ ରଖ, ଇଏ ସର୍ଟ କ୍ୱେଶ୍ଚିନରେ ମଧ୍ୟ ଆସିଥାଏ ଯେ ଜନମଙ୍ଗଳ ରାଷ୍ଟ୍ର କହିଲେ କଣ ବୁଝ ନା ଯେଉଁ ରାଷ୍ଟ୍ର ତାର ପ୍ରତ୍ୟେକ ନାଗରିକଙ୍କୁ ସର୍ବନିମ୍ନ ଜୀବନଯାପନ ପାଇଁ ସୁବିଧା ପ୍ରଦାନ କରିବା ସହିତ ସର୍ବାଧିକ ସାମାଜିକ ସେବା ପ୍ରଦାନ କରିଥାଏ ତାକୁ ଜନମଙ୍ଗଳ ରାଷ୍ଟ୍ର କୁହାଯାଏ। ପଏଣ୍ଟ 2ରେ ଟି.ଡବ୍ଲ୍ୟୁ. କେଣ୍ଟଙ୍କ ଭାଷାରେ ଯେଉଁ ରାଷ୍ଟ୍ର ନାଗରିକ ମାନଙ୍କୁ ବହୁବିଧ ସାମାଜିକ ସେବା ପ୍ରଦାନ କରିଥାଏ ତାହାକୁ ଜନମଙ୍ଗଳ ରାଷ୍ଟ୍ର କୁହାଯାଏ। ପଏଣ୍ଟ 3ରେ ଜନମଙ୍ଗଳ ରାଷ୍ଟ୍ର ବ୍ୟକ୍ତିବାଦ ଓ ସମାଜବାଦର ଏକ ମଧ୍ୟମ ପନ୍ଥା। ମାନେ ବ୍ୟକ୍ତିବାଦ ଆଉ ସମାଜବାଦ ପରେ ଯାହା ସୃଷ୍ଟି ହେଲା ତାକୁ କୁହାଯାଏ ଜନମଙ୍ଗଳ ରାଷ୍ଟ୍ର। ପଏଣ୍ଟ 4ରେ ଏହା ଯୋଜନା ଓ ମିଶ୍ରିତ ଅର୍ଥନୀତିରେ ବିଶ୍ୱାସ କରିଥାଏ। ଗୋଟେ ଜନମଙ୍ଗଳ ରାଷ୍ଟ୍ର ଯୋଜନା ପ୍ଲାନିଂ ଏବଂ ମିଶ୍ରିତ ଅର୍ଥନୀତିରେ ବିଶ୍ୱାସ କରିଥାଏ। ତେବେ ଇଏ ଥିଲା ଜନମଙ୍ଗଳ ରାଷ୍ଟ୍ର କହିଲେ କଣ ବୁଝୁ ତାର ପଏଣ୍ଟ ଗୁଡ଼ିକ। ତାପରେ ଆସିଲା ଆମର ପ୍ରଶ୍ନ ନମ୍ବର 6। ପ୍ରଶ୍ନ ନମ୍ବର 6ରେ ଜନମଙ୍ଗଳ ରାଷ୍ଟ୍ରର ବୈଶିଷ୍ଟ୍ୟ କଣ ବୁଝାଅ। ମାନେ ଜନମଙ୍ଗଳ ରାଷ୍ଟ୍ର କାହିଁକି ରହିବା ଉଚିତ। ତେବେ ଏହାର ଉତ୍ତର ହେଲା ଯେ ଜନମଙ୍ଗଳ ରାଷ୍ଟ୍ରର ମୌଳିକ ବୈଶିଷ୍ଟ୍ୟ ଗୁଡ଼ିକ ହେଲା ପଏଣ୍ଟ 1ରେ ଏହା ବ୍ୟକ୍ତିବାଦ ଓ ସମାଜବାଦ ପରି ଦୁଇଟି ଚରମ ତତ୍ତ୍ୱର ଏକ ଉତ୍ତମ ବୁଝାମଣା। ପଏଣ୍ଟ 2ରେ ଏହା ଏକ ସକାରାତ୍ମକ ରାଷ୍ଟ୍ର। ମାନେ ଜନମଙ୍ଗଳ ରାଷ୍ଟ୍ର ଗୋଟେ ପଜିଟିଭ ଷ୍ଟେଟ୍ ଅଟେ ଯାହାକି ସମସ୍ତ ନାଗରିକକୁ ସର୍ବନିମ୍ନ ସୁବିଧା ସୁଯୋଗ ସୁଖ ପ୍ରଦାନ କରିଥାଏ। ପଏଣ୍ଟ 3ରେ ଏହା ଯୋଜନା ମାଧ୍ୟମରେ ଜାତୀୟ ଅର୍ଥନୀତିକୁ ପରିଚାଳନା କରିଥାଏ। ପଏଣ୍ଟ 4ରେ ଏହା ମିଶ୍ରିତ ଅର୍ଥନୀତିରେ ବିଶ୍ୱାସ କରେ। ପଏଣ୍ଟ 5ରେ ଏହା ଗଣତାନ୍ତ୍ରିକ ପ୍ରକ୍ରିୟାରେ ବିଶ୍ୱାସ କରେ ଏବଂ ପଏଣ୍ଟ 6ରେ ବ୍ୟକ୍ତିକୁ ସର୍ବନିମ୍ନ ଜୀବନଯାପନ ସୁବିଧା ଓ ସର୍ବାଧିକ ସାମାଜିକ ସେବା ପ୍ରଦାନ କରିବା ଏହାର ଲକ୍ଷ୍ୟ ଅଟେ। ତେବେ ଏଗୁଡ଼ିକ ଥିଲା ଗୋଟିଏ ଜନମଙ୍ଗଳ ରାଷ୍ଟ୍ରର ବୈଶିଷ୍ଟ୍ୟ, ଯାହାଦ୍ୱାରା ବ୍ୟକ୍ତିବାଦ ଆଉ ସମାଜବାଦର ଗୋଟେ ଉତ୍ତମ ରାଷ୍ଟ୍ର ବ୍ୟକ୍ତିବାଦ ଓ ସମାଜବାଦକୁ ଛାଡ଼ି ଗୋଟେ ଉତ୍ତମ ରାଷ୍ଟ୍ର ସୃଷ୍ଟି ହୋଇପାରିବ ଏବଂ ନାଗରିକକୁ ତାର ସବୁ କିଛି ସୁବିଧା ସୁଯୋଗ ମିଳିପାରିବ। ତାପରେ ଆସିଲା ପ୍ରଶ୍ନ ନମ୍ବର 7।
प्रश्न नंबर 7 है जनमंगल राष्ट्र कार्य गुड़िक वर्णना कर। जदि गोटे राष्ट्र जनमंगल बोली कहवा जनमंगल राष्ट्र बोली कहवा तेरे तार कार्य गुड़िक कौन है उचित तार कार्य गुड़िक कौन तेरे यार उत्तर है जे जनमंगल राष्ट्र माने मुख्यतः निम्नलिखित कार्य संपादना करथांती। पॉइंट 1 रे राष्ट्र आभ्यंतरीण शांति और निरापत्ता रक्षा करिथवा। पॉइंट 2 रे देशर एकता अखंडता और सार्वभौमत्व को बजाय रखिबा। पॉइंट 3 रे समस्त शिक्षा स्वास्थ्य और सर्वनिम्न आवश्यकता पूर्ण करिवार व्यवस्था करिबा। पॉइंट 4 रे कृषि और शिल्पर विकास साधन करिबा। एवं पॉइंट 5 रे वृद्ध निराश्रय बेकार और रुग्ण व्यक्ति मानक सामाजिक निरापत्ता प्रदान करिबा इत्यादि। यही सब कार्य होची जनमंगल राष्ट्रर कार्य जहाँ गोटे जनमंगल राज्य करिथाए तार नागरिक मानकर सुविधा पाई। आसला प्रश्न नंबर 8। प्रश्न नंबर 8 होची जनमंगल राष्ट्र को कहीं समालोचना करा जायछि। व्यक्ति भल कले समालोचना शुणा पड़ी थाए खराब कले समालोचना शुणा पड़ी थाए। ठीक से गोटे राष्ट्र जब जनमंगल राष्ट्र हम तेज कहीं समालोचना क्यों कारण समालोचना तेरे उत्तर है जे जनमंगल राष्ट्र को निम्नलिखित दृष्टिकोण समालोचना कराए। पॉइंट 1 यह राष्ट्र गुरुत्व को वृद्धि करे। निश्चित भाव में जेहेतु गोटे जनमंगल राष्ट्र रूपे से परिगणित हम तेणुक व्यक्ति आ समाज को से बेसी गुरुत्व दब ना केवल राष्ट्र गुरुत्व को वृद्धि कर। पॉइंट 2 रे अमलातंत्र गुरुत्व वृद्धि करें। अमलातंत्र माने आपण माने बुझिपारथबे जो माने हमर आईएएस आईपीएस अधिकारी माने रहिचंदी जो अधिकारी द्वारा शासन कल चले आमर मंत्री बा नेता को नहीं सेमानंकर गुरुत्व वृद्धि पाइबो। तापर पॉइंट 3 रे यह एक व्ययबहुल राष्ट्र जेहेतु सबु नागरिक सर्वनिम्न सुविधा सुजोग पाई परिबे तेणुक सेतिकी बजेट खर्च कले ही गोटे राष्ट्र जनमंगल राष्ट्र हो पारे। तेणुक गोटे जनमंगल राष्ट्र गोटे व्ययबहुल राष्ट्र अटे। तापर पॉइंट 4 रे यही राष्ट्र रे जनसाधारण को अधिक टिकस बा कर देवाकू पड़ी थाए। जदि नागरिक माने अधिक टैक्स बा टिकस देबे तेबे जाइकरी सेही टैक्स पैसा रे गोटे राष्ट्र जनमंगल राष्ट्र होई परिबो। तेबे राष्ट्र को जनमंगल राष्ट्र परिगणित होबाकू हेले सेथिरे वास करतुवा नागरिक मानकू अधिक टैक्स बा टिकस कर देवाकू पड़ी थाए। तापरे यही राष्ट्र व्यक्ति को परांग पृष्ठ बा परजीवी करी अलसुआ करिथाए। जेहेतु सबु जाक सुविधा सुख सुविधा मिलुथो अधिक टैक्स देले मध्य नागरिक किछि आउ करिबाकू चाहबनी अन्य ऊपर ही निर्भर करिबाकू चाहबो जा फल रे से राष्ट्र नागरिक अलसुआ होई थाए। तेबे एही कारण जोगु गोटे जनमंगल राष्ट्र को समालोचना करा जायछि। तापर आसला प्रश्न नंबर 9। प्रश्न नंबर 9 है जगतीकरण कहले कौन बुझाए वर्णना कर। ग्लोबलाइजेशन बोली जाहाकू कहा जाए जगतीकरण कहले कौन बुझ वर्णना कर। तेबार उत्तर है पॉइंट 1 रे जो प्रक्रिया द्वारा राष्ट्र राष्ट्र मध्य भाव चिंताधारा तथ्य ज्ञान कौशल द्रव्य और सेवा इत्यादि विनियोग द्वारा समग्र विश्वर अर्थनीति को एकत्रीकरण करा जाय थाए ताहाकू जगतीकरण कहा जाए। मन रख पिला माने जगतीकरण कहले कौन बुझ ना जो प्रक्रिया द्वारा राष्ट्र राष्ट्र मध्य माने पृथ्वी जति सब देश अच्छी से देश देश मध्य भाव चिंताधारा तथ्य ज्ञान कौशल द्रव्य सेवा इत्यादि विनियोग द्वारा माने समस्ते समस्त को सेवा जोगेबे ज्ञान कौशल जोगेबे चिंताधारा जोगेबे जाफल विश्वर एक प्रकार अर्थनीति हम एक बा विश्व पूरा एकत्रीकरण हम ताकू जगतीकरण बोली कहा जाए। पॉइंट 2 रे समग्र विश्व रे एक मुक्त वाणिज्य कारोबार करने जगतीकरण उद्देश्य अटे। जगतीकरण हवा द्वारा एक प्रकार अर्थनीति समग्र विश्व रे परिगणित परिचालित हम जाफल गोटे मुक्त वाणिज्य कारोबार सृष्टि हो पार। पॉइंट 3 रे जगतीकरण द्वारा समग्र विश्व रे एपरि एक परिवेश सृष्टि होता है जहा द्वारा कि राष्ट्र राष्ट्र मध्य पुंजी ज्ञान कौशल और श्रमर सहज आदान प्रदान हो पार। माने गोटे देश को सेवा जोगेबा बा गोटे देश को गोटे ज्ञान कौशल जोगेबा द्वारा कौन होता है तार किछि नीति नियम मानिबा को पड़ी थाए। आ जगतीकरण प्रक्रिया हो जावा फल किछि नीति नियम आ रहिबो नाही सब विश्व एक अर्थनीति रे कार्य करिवो। पॉइंट 4 है यह सामाजिक शिक्षा सांस्कृतिक राजनैतिक और अर्थनैतिक क्षेत्र में समग्र विश्व रे ऐक्य भाव जागृत करिथाए। जगतीकरण प्रक्रिया द्वारा
ପୃଥିବୀ ଏକ ଭଳିଆ ଜଣା ପଡିବ, ସମସ୍ତ ଦେଶ ଏକ ପରିବାର ବୋଲି ଜଣା ପଡିବ ଏବଂ ଏକ ପ୍ରକାର ଅର୍ଥନୀତି ବିଶ୍ୱରେ ଚାଲିବ, ଯାହା ଦ୍ୱାରା କଣ ହବ, ସାମାଜିକ, ଶିକ୍ଷା, ସଂସ୍କୃତି, ରାଜନୈତିକ, ଅର୍ଥନୈତିକ ସବୁ କ୍ଷେତ୍ରରେ ଐକ୍ୟତା ଭାବ ଦେଖାଯିବ, ଆଉ ଅଲଗା କିଛି ରହିବ ନାହିଁ, ଭେଦଭାବ ରହିବ ନାହିଁ। ସମଗ୍ର ପୃଥିବୀ ଏକ ବା ବସୁଦେବ କୁଟୁମ୍ବକମରେ ପରିଣତ ହେଇଯିବ। ଏହାକୁ ଜଗତୀକରଣ ବୋଲି କୁହାଯାଏ। ତାପରେ ଆସିଲା ପ୍ରଶ୍ନ ନମ୍ବର 10। ପ୍ରଶ୍ନ ନମ୍ବର 10 ହଉଛି ଜଗତୀକରଣର ଉପକାରିତା କିମ୍ବା ଜଗତୀକରଣର ପ୍ରଭାବ ବା ଯଥାର୍ଥତା ବର୍ଣ୍ଣନା କର। ମାନେ ଜଗତୀକରଣର କାହିଁକି ଆବଶ୍ୟକ, ତାର ଉପକାରିତା କଣ ରହିଛି, ବା ଜଗତୀକରଣ ଯଦି ହବ ତାହେଲେ ତାର ପ୍ରଭାବ କଣ ପଡିବ, ତାର ଯଥାର୍ଥତା କଣ। ତେବେ ଏହାର ଉତ୍ତର ହେଲା ଯେ ଜଗତୀକରଣର ନିମ୍ନଲିଖିତ ପ୍ରଭାବ ବା ଯଥାର୍ଥତା ଅଛି। ପଏଣ୍ଟ 1, ଏହା ପୁଞ୍ଜି ଓ ସମ୍ବଳର ସଦ୍ ବିନିଯୋଗ କରିବାର ସହାୟକ ହୁଏ। ଜଗତୀକରଣ ହବା ଦ୍ୱାରା ଯେତିକି ସବୁ ଆମର ପୁଞ୍ଜିବାଦୀ ବା ଅର୍ଥ ମାନେ ଯୋଉମାନେ ଧନୀ ବ୍ୟକ୍ତି ଅଛନ୍ତି ଏବଂ ଯାହା ଆମର ସମ୍ବଳ ଅଛି ତାର ସଦ୍ ବିନିଯୋଗ ହୋଇପାରିବ। ପଏଣ୍ଟ 2ରେ ଏହା ସମଗ୍ର ବିଶ୍ୱରେ ଦ୍ରୁତ ଓ ସନ୍ତୁଳିତ ବିକାଶ ଦିଗରେ ସହାୟକ ହେବ। ପଏଣ୍ଟ 3ରେ ଏହା ଦ୍ୱାରା ଶିଳ୍ପ ଓ ବାଣିଜ୍ୟର ପ୍ରସାର ହେଉଥିବାରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ପଏଣ୍ଟ 4ରେ ଏହା ଦ୍ୱାରା ଉନ୍ନତ ମାନର ଦ୍ରବ୍ୟ ସୁଲଭ ମୂଲ୍ୟରେ ମିଳିବ। ପଏଣ୍ଟ 5ରେ ଏହା ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ପାରସ୍ପରିକ ସହଯୋଗ ପ୍ରତିଷ୍ଠା କରିବା ସହିତ ବିଶ୍ୱ ଶାନ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ। ତେଣୁକରି ଜଗତୀକରଣର ଆବଶ୍ୟକତା ବା ଏହି ଉପକାରିତା ଗୁଡିକ ରହିଛି। ଏହି କାରଣ ଯୋଗୁଁ ଜଗତୀକରଣର ଆବଶ୍ୟକତା ବା ଯଥାର୍ଥତା ରହିଛି। ତେବେ ସମସ୍ତଙ୍କୁ ଧନ୍ୟବାଦ। ଆମେ ରାଜନୀତି ବିଜ୍ଞାନର ୟୁନିଟ୍ 1ରେ ଥିବା ଚାପ୍ଟର 3 ପାଠଟିର ରାଷ୍ଟ୍ରର କାର୍ଯ୍ୟାବଳୀର ପ୍ରକୃତିରେ ବ୍ୟକ୍ତିବାଦ, ଜନମଙ୍ଗଳ ରାଷ୍ଟ୍ର, ସମାଜବାଦ, ଜଗତୀକରଣ ଏସବୁ ଆଲୋଚନା କଲେ। ଆଶା କରେ ଏଇ ସବୁ ତୁମର ପରୀକ୍ଷା ଉପଯୋଗୀ ହୋଇପାରିବ। ଭିଡିଓକୁ ଦେଖିଥିବାରୁ ତୁମ ସମସ୍ତଙ୍କୁ ଧନ୍ୟବାଦ। ଭିଡିଓକୁ ଲାଇକ୍ କର, ଚ୍ୟାନେଲରେ ନୂଆ ଆସିଥିଲେ ପ୍ଲିଜ ଚ୍ୟାନେଲକୁ ସବସ୍କ୍ରାଇବ କର ଏବଂ ଅନ୍ୟମାନଙ୍କୁ ମଧ୍ୟ ସେୟାର କର। ଯଦି କୌଣସି ଡାଉଟ୍ ବା ସଜେସନ ଅଛି କମେଣ୍ଟ କରି ଜଣାଅ। ୱିଶ୍ ୟୁ ଅଲ୍ ଦ ବେଷ୍ଟ। ଥ୍ୟାଙ୍କ ୟୁ ଟୁ ଅଲ୍।